ରେଖା ଭଉଣୀ ମୁଁ 8টাରେ ଲାଇଭ୍ ଆସିବି। ମୁଁ କହିଲି କି ଆଉ ବବି ଦିଦି ଆସିବେ ପା, କହିଲା ସିଏ ତାଙ୍କ ଟାଇମ ଚେଞ୍ଜ କରୁଛନ୍ତି କରିଥାନ୍ତେ, ମୁଁ ମୋର ଯେତିକି ବେଳେ ଆସିବା କଥା ଆସିବି। ଏଇଟା କହିବି ହଉ ତମେ ଯିଏ ତମର ଯୋଉଠି ଆସୁଛ ଆସ। ପ୍ରତୀକ ଭାଇ ଜୟ ଜଗନ୍ନାଥ, ଗୁଡ ଇଭିନିଂ, ୱେଲକମ ମାଇ ଲାଇଭ ଷ୍ଟ୍ରିମ୍। ପ୍ରତୀକ ଭାଇ କେମିତି ଅଛ? ଭାସ୍ମଲ କଲା କମାଲ, 102 ବର୍ଷ ବୁଢା ଜେଜେକୁ କଲା ଯବାନ। ବାଃ ନାଇସ୍ ନାଇସ୍। ଭରତକୁ ହାଣିବି କୋଉଟାରେ କରତର? ଭରତକୁ କରତର ହାଣିବା ନା? ହଁ ତାଙ୍କ ୱାଇଫ। ଆଲୋ ବନ୍ଦିତା ଭଉଣୀ ତମକୁ ବହୁତ ପଛର ଶୁଭୁଛି କି ମେସେଜ? ତମେ କଣ କହିଲ ସ୍କିପ କର। ଆମ ମାନେ ସରି ଆମ ଲାଇଭ କେମିତି ଟାଣି ଦିଅ, ଗୋଟେ ତଳକୁ ଗୋଟେ ଲାଇଭ୍ ଥିବ ତାପରେ ଉପରକୁ ନେଇ ଆସ, ଅପଡେଟ ମେସେଜ ଶୁଭିବ। ତମେ ବହୁତ ପଛରେ ଅଛ। ସ୍ୱାଇପ ଅଫ୍ କରିଦିଅ। କେମିତି ଅଛ ଦିଦି? ମୁଁ ତ ବହୁତ ବଢିଆ ଅଛି। ଖାଲି ଦିଦି କଥା ପଚାରିଲ, ଭାଇ କଥା ପଚାରିବନି? 4ଟା ବେଳକୁ ରାନ୍ଧିଦେବି, ବୋଉ ଆସିଲେ ଆଉ କିଛି କରିବିନି, କାମ ଥିବ ମୁଁ ଭେଣ୍ଡି ତରକାରୀ କରିଦେବି, କୁନ୍ଦୁଡି ଭାଜିଦେବି ଆଉ ଭାତ ଟିକେ। ହଁ ହଁ ଅନୁ ଆମକୁ ମିଳିବ ନା? ଫଳ ଭାଇଙ୍କ ୱାଇଫ ଲୋ ଦିଦି, ହେ ଭଗବାନ। ଭରତର କାଟିବି। ବବି ଦିଦି କେମିତି ଅଛ? ମୀରା ଅପା ହାଣିବି ବବିକୁ। ହେଇଲ ତମେ ହଣାହଣି ହୁଅ, ହଣାହଣି ହୁଅ, ଯିଏ ତମର ଲାଇଭ ଆସୁଛ ଆସ। ଭଲ ଅଛି ଭାଇ ଆଉ ଦିଦି, ତୁମେ 2 ଜଣ କେମିତି ଅଛ? ହଁ ଆମେ 2 ଜଣ ବି ବହୁତ ବଢିଆ ଅଛୁ। ଆକୁ ତୁରିକା ଭାବିକି ରଖିଛି କାଲି କଣ କରିବି କାମ। ହଁ ବଢିଆ ବଢିଆ। ଭଲ ଅଛି ପ୍ରତୀକ। ଇଭିନିଂ ରେ ସ୍ନାକ୍ସ, ଇଭିନିଂ ରେ କଣ ସ୍ନାକ୍ସ ଖାଇଛ ଭାଇ ଆଉ ଦିଦି? ମୁଁ ଜଷ୍ଟ ଚାହା ଆଉ ଟିକେ ବିସ୍କୁଟ ପିଇଛି, ଚାହା ବିସ୍କୁଟ। ବନ୍ଦିତା ଦିଦି 2 GB ଡାଟା। ମୀରା କଣ ଲୋ? ଇଭିନିଂ ରେ କଣ ଖାଇଛ? ସେଇଆକୁ ସେ କେତେ ପଢୁଛି। ଅନ୍ ଅଛି, ହଉ ହଉ ଜେଜେ ଠିକ ଅଛି। ତମ ଘରକୁ ଆସିଛି, କଣ ଖାଇବାକୁ ଦଉନ? ଏ ମେସେଜ ପୁରା ପଢିଲ ଆଉ ରେଖା ପଢିବାକୁ ମୋର ଆଉ ରେଖା ଲେଖିବନି ହେଲା। କି ସବୁ ମେସେଜ ତ ତମର ସୋନାଲି ପଢୁଛି। ଆମ ସୋନାଲି ଜେଜେମା ଘରକୁ ଆସିଛନ୍ତି, ତାଙ୍କୁ ଚା ପାଣି ଟିକେ ଦିଅ, ନାଲି ଚା କରିକି। ହଉ। 4ଟା ବନ୍ଦିତା ବେଳକୁ ରାନ୍ଧିଦେବି, ବୋଉ ଆସିଲା କିଛି କରିବିନି, ଭେଣ୍ଡି ତରକାରୀ କରିଦେବି, କୁନ୍ଦୁରି ଭାଜିଦେବି, ଭାତ ଟିକେ ଲେଟ ରେ ବସେଇବି, କାରଣ ସନ୍ଧ୍ୟାରେ ତମ ଲାଇଭ ଆସିବି ଆଉ ରାତିରେ ରାନ୍ଧି ପାରିବିନି। ଆଚ୍ଛା ଆଚ୍ଛା ସବୁ ବନ୍ଦିତା ତତେ ସେତିକି ବାନ୍ଧିଛି। ଦେଖଉଛି। ନା ନା ବବି ଦିଦି ବୁଝିପାରିଲନି? ସେମିତି କରନି, ସେଗୁଡା ସବୁ ଭଲ କଥା ନୁହେଁ। ମତେ ବି ଭଲ ଲାଗୁନି, କେତେ ଟାଣିକି ପଢିବୁ। ଜେଜେ ତମ ଘରକୁ ଆସିଛି, କଣ ଖାଇବାକୁ ଦଉନ? ହଁ ମୁଁ ସେ ରଖିଛି। ବନ୍ଦିତା ବନ୍ଦିତା ତତେ ବାନ୍ଧିବି କଣ? ବନ୍ଦିତା ତତେ ବାନ୍ଧିବି। ସେ ପୁରା 3ଟା ଜିଲ୍ଲାକୁ କଭର କରୁଛନ୍ତି। ସୋନାଲି ଘର ଯାଜପୁର, ଶାଶୁଘର ବାଲେଶ୍ଵରରେ, ରହୁଛି ମୟୂରଭଞ୍ଜରେ। ସେ 3ଟା ଜିଲ୍ଲାକୁ କଭର କରୁଛନ୍ତି। ବୁଝିପାରିଲେ କି? ଦିଦି ଆଉ ଭାଇ 78 ସବସ୍କ୍ରାଇବର ହେଲାଣି, ଅନ୍ ହଉନି ଲାଇଭ। ମୋଠୁ କମ ସବସ୍କ୍ରାଇବର ପିଲାଙ୍କୁ ମିଳିଲାଣି 50। ଦେଖୁଛି ନା ଅଧା ଆସିଛି ମେସେଜ ପୁଣି। ଆଉ 50 ଅଛି ଯୋଉମାନଙ୍କର, କିନ୍ତୁ ମତେ ମିଳୁନି କଣ ପାଇଁ ହେଇଥିବ ଆଉ। ଏ ୱାଇଟି ଦୁନିଆ ରଙ୍ଗ ଦେଖୁଛି, ଜଣ ଜଣଙ୍କର 50-55 ଲାଇଭ ଦେଇ ଦଉଛି। ଆଉ ଜଣଙ୍କର 82 ହେଲାଣି, ତାର ଲାଇଭ ଆସୁନି। ସିଆଡୁ କଣ ହେଇଥିବ ଆଉ। ଅନ୍ ଅଛି ଲୋ। ବବିତା ଆପା ପ୍ରଣାମ। ମୁଣ୍ଡ ବିନ୍ଧୁଛି ଏମିତି ଲାଇଭ କଲେ, ବୋର ଲାଗୁଛି। ତମେ କୁହନି, ମୁଁ ଖାଲି ଏମିତି ଚାପି ହେଇକି ବସିବା କଥା। ମୁଁ 25 ବର୍ଷର ବୁଢୀ, ମୁଁ ଚାହା ପିଏନି, କୋଲ୍ଡଡ୍ରିଙ୍କସ ଦିଅ। କୋଲ୍ଡଡ୍ରିଙ୍କସ ଦିଅ, ସିଏ ବହୁତ ୟଙ୍ଗ ଅଛନ୍ତି। 25 ବର୍ଷର ତାହେଲେ ତମେ ବୁଢୀ କୋଉଠି ହେଲ? ସିଙ୍ଗଲ ଲାଇଫ କରିବ ଆଉ ଇଏ ଟୁଗେ ମୁଗେ କରିବନି, ଲାଇଭ ମୁଣ୍ଡ ବିନ୍ଧେଇ ଦଉଛି ତମେ କୁହନି। ଆରେ ସିଏ ଆସିଥାନ୍ତେ 8:30ଟାରେ ହେଲା, ପ୍ରଣାମ। ସିଏ ଆସିଥାନ୍ତେ 8:30ଟାରେ, ତାପରେ କହିଲେ କି, ମୁଁ କହିଲି ତମେ 7ଟାରେ ପଳେଇ ଆସ। ମୋର 60ରେ ଲାଇଭ ଦେଇଥିଲା। କିନ୍ତୁ ପ୍ରତୀକ ଭାଇଙ୍କର କେତେ ହେଇଗଲାଣି, 78 ହେଇଗଲାଣି, କିନ୍ତୁ ତାଙ୍କର ଲାଇଭ ଅପସନ ଆସୁନି। କେତେ ମାନେ ୱାଇଟିର ମନ ନା ଆଉ। ସୋନାଲି ସିଷ୍ଟର କେତେବେଳେ ଲାଇଭ ଆସୁଛ କୁହ? ନା ଲାଇଭ ଆସୁନ ତମେ? ମୁଁ ବୋଧେ ତମକୁ ସବସ୍କ୍ରାଇବ କରିଛି କି ନ କରିଛି ଆଉ। ସାଥିରେ ସାଥୀ ସାଥୀ। ବବି ଦିଦି କଣ କରିବୁ?